ଆଜିର ପ୍ରଥମ ପ୍ରଶ୍ନ, ମନୁଷ୍ୟର ମୃତ୍ୟୁ ପରେ ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ? ଅପସନ୍ ଏ 10 ମିନିଟ୍, ଅପସନ୍ ବି 15 ମିନିଟ୍, ଅପସନ୍ ସି 20 ମିନିଟ୍, ଅପସନ୍ ଡି 30 ମିନିଟ୍। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ 10 ମିନିଟ୍। ଫ୍ରେଣ୍ଡସ୍ 10 ମିନିଟ୍ ପର୍ଯ୍ୟନ୍ତ ଆମର ମୃତ୍ୟୁ ହେଲା ପରେ ମଧ୍ୟ ମସ୍ତିଷ୍କ ଜୀବିତ ରହିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଚିନି ମୁକ୍ତ ବା ସୁଗାର ଫ୍ରି ହୋଇଥାଏ? ଅପସନ୍ ଏ କଦଳୀ, ଅପସନ୍ ବି ଆମ୍ବ, ଅପସନ୍ ସି ସେଓ, ଅପସନ୍ ଡି ପିଜୁଳି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ପିଜୁଳି। ଫ୍ରେଣ୍ଡସ୍ କଞ୍ଚା ପିଜୁଳି, ଯାହାକି ଡାଇବେଟିସ୍ ପେସେଣ୍ଟ ମଧ୍ୟ, ଡାଇବେଟିସ୍ ରୋଗୀ ମଧ୍ୟ ଖାଆନ୍ତି ପିଜୁଳି, କିନ୍ତୁ ଅନ୍ୟ କୌଣସି ଫଳରେ ସୁଗାର ଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କଞ୍ଚା ଲଙ୍କା ଖାଇବା ଦ୍ୱାରା କେଉଁ ରୋଗ ଭଲ ହୁଏ? ଅପସନ୍ ଏ ଚୁଟି ମଜବୁତ ହୁଏ, ଅପସନ୍ ବି ଡେଙ୍ଗୁ ରୋଗ ଭଲ ହୁଏ, ଅପସନ୍ ସି ରକ୍ତ ସଫା ହୁଏ, ଅପସନ୍ ଡି ଯକୃତ ମଜବୁତ ହୁଏ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ରକ୍ତ ସଫା ହୋଇଥାଏ। ଫ୍ରେଣ୍ଡସ୍ କଞ୍ଚା ଲଙ୍କା ଏମିତି ନୁହେଁ କି ଅଧିକ ମାତ୍ରାରେ ଖାଇବେ, ନର୍ମାଲ ଖାଇବା ଦ୍ୱାରା ରକ୍ତଟି ସାଫ ହୋଇଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ବିଛା କାମୁଡ଼ିଲେ କେଉଁ ଫଳ ଖାଇବା ଦ୍ୱାରା ଭଲ ହୁଏ? ଅପସନ୍ ଏ ତେନ୍ତୁଳି, ଅପସନ୍ ବି ଆମ୍ବ, ଅପସନ୍ ସି ସେଓ, ଅପସନ୍ ଡି ଅମୃତଭଣ୍ଡା। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ତେନ୍ତୁଳି। ଫ୍ରେଣ୍ଡସ୍ ତେନ୍ତୁଳି, ଯାହାକି ତେନ୍ତୁଳିର ଲେପ ଲଗାଯାଏ ବା ତେନ୍ତୁଳି ଖାଇବା ଦ୍ୱାରା ବିଛା ଯଦି କାମୁଡ଼ିଥାଏ ତାହେଲେ କିଛି ସମୟ ପର୍ଯ୍ୟନ୍ତ ଆରାମ ଦେଇଥାଏ, ଠିକ୍ ଅଛି, କିନ୍ତୁ ଏହା ଟେମ୍ପୋରାରୀ, ପୁରା ପରମାନେଣ୍ଟ ପାଇଁ ଆପଣ ସାଙ୍ଗେ ସାଙ୍ଗେ ଡକ୍ଟର ପାଖକୁ ଯିବା ଉଚିତ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମ୍ୟାଗି ଖାଇଲେ ଶରୀରର କେଉଁ ଅଙ୍ଗ ଖରାପ ହୁଏ? ଅପସନ୍ ଏ ହୃତ୍ପିଣ୍ଡ, ଅପସନ୍ ବି ଲିଭର, ଅପସନ୍ ସି ବୃକକ୍, ଅପସନ୍ ଡି ଆଖି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ଲିଭର ବା ଯକୃତ। ଫ୍ରେଣ୍ଡସ୍ ମ୍ୟାଗି ବା ଇନଷ୍ଟାଣ୍ଟ ନୁଡଲ୍ସ ଯୋଉଟା ରହୁଛି, ଏଇସବୁ ଜିନିଷ ଖାଇବା ଦ୍ୱାରା ଯାହାକି ଲିଭର ଖରାପ ହୋଇଥାଏ, କିନ୍ତୁ କେବେ କେବେ ଖାଇଲେ ଚଳିବ, କିନ୍ତୁ ସବୁଦିନ ଯଦି ଖାଆନ୍ତି ତାହେଲେ ଖରାପ ହୁଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତରେ ସର୍ବାଧିକ ଚାଷ ହେଉଥିବା ମସଲା ଫସଲ କେଉଁଟି? ଅପସନ୍ ଏ ହଳଦୀ, ଅପସନ୍ ବି ଲଙ୍କା, ଅପସନ୍ ସି ଅଦା, ଅପସନ୍ ଡି ଅଳେଇଚ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ଲଙ୍କା। ଫ୍ରେଣ୍ଡସ୍ ଭାରତରେ ସର୍ବାଧିକ ଲଙ୍କା ଚାଷ ହେଉଥାଏ, ଯୋଉଟାକି ମସଲା ଆକାରରେ, ଠିକ୍ ଅଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ସମୟ ଲାଗିଥିଲା? ଅପସନ୍ ଏ 5 ବର୍ଷ, ଅପସନ୍ ବି 10 ବର୍ଷ, ଅପସନ୍ ସି 20 ବର୍ଷ, ଅପସନ୍ ଡି 22 ବର୍ଷ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି 22 ବର୍ଷ। ଫ୍ରେଣ୍ଡସ୍ ତାଜମହଲ ନିର୍ମାଣ ପାଇଁ ଯାହାକି 22 ବର୍ଷ ସମୟ ଲାଗିଥିଲା। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ମୋଟା ହେବା ଆଇନର ବିରୁଦ୍ଧ? ଅପସନ୍ ଏ ଜାପାନ, ଅପସନ୍ ବି ଭାରତ, ଅପସନ୍ ସି ଆଫଗାନିସ୍ତାନ, ଅପସନ୍ ଡି ଉତ୍ତର କୋରିଆ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ଜାପାନ। ହଁ ଫ୍ରେଣ୍ଡସ୍, ଜାପାନରେ ଯାହାକି ଯଦି ଅଧିକ ମୋଟା ହୋଇଯାଆନ୍ତି ତାହେଲେ ତାଙ୍କୁ ଯୋଉଟାକି ଗଭର୍ଣ୍ଣମେଣ୍ଟ ଜବ୍ ବି ମିଳିବା ମୁସ୍କିଲ ହୋଇଯାଏ, ଠିକ୍ ଅଛି, ସେଥିପାଇଁ ଆଇନ ମଧ୍ୟ ବିରୁଦ୍ଧରେ ଲ ବି ସେଥିପାଇଁ ପାସ୍ ହୋଇଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଇନଷ୍ଟାଗ୍ରାମ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଜାପାନ, ଅପସନ୍ ବି ଭାରତ, ଅପସନ୍ ସି ଆମେରିକା, ଅପସନ୍ ଡି ଉତ୍ତର କୋରିଆ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି ଆମେରିକା। ଫ୍ରେଣ୍ଡସ୍ ଇନଷ୍ଟାଗ୍ରାମଟି ଯେଉଁ ଆପଣ ୟୁଜ୍ କରୁଛନ୍ତି, ଏହା ଯାହାକି ଆମେରିକାର କମ୍ପାନୀ, ଯାହାକି ଇନଷ୍ଟାଗ୍ରାମକୁ ଫେସବୁକ୍ କିଣି ନେଇଛି, ଯୋଉଟାକି ଫେସବୁକ୍ର ବର୍ତ୍ତମାନ ମେଟା ପ୍ଲାଟଫର୍ମ କୁହାଯାଏ। ତ ଠିକ୍ ଅଛି, ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତରେ ମୋଟ କେତୋଟି ରାଜ୍ୟ ରହିଛି? ଅପସନ୍ ଏ 25ଟି, ଅପସନ୍ ବି 26ଟି, ଅପସନ୍ ସି 28ଟି,
ଅପସନ୍ ଡି 30ଟି। ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦେବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।